ଦିନେ ପରିବାମାନଙ୍କ ମଧ୍ୟରେ ଭାଳେଣି ପଡ଼ିଲା କିଏ ସବୁଠାରୁ ଭଲ ଆଉ ଶରୀର ପାଇଁ ବେଶୀ ହିତକାରୀ। କୌଣସି ସମାଧାନ ନ ମିଳିବାରୁ ସ୍ଥିର ହେଲା ଫଳମାନଙ୍କ ରାଜା ଆମ୍ବକୁ ସଭାପତି ରୂପେ ନିମନ୍ତ୍ରିତ କରାଯିବ ଏବଂ ଏକ ସଭା ହେବ ଓ ତାଙ୍କ ସମ୍ମୁଖରେ ସମସ୍ତେ ନିଜ ନିଜର ଗୁଣ କହିବେ। ସଭାପତି ଯାହା ନିଷ୍ପତ୍ତି ନେବେ ତାକୁ ସମସ୍ତେ ଗ୍ରହଣ କରିବେ। ସଭା ଆରମ୍ଭ ହେଇଯାଉ। ମୋ ରୂପରେ ଯେମିତି ଗୁଣରେ ବି ସେମିତି। ମୋତେ ତରକାରୀରେ ପକାଇଲେ ବହୁତ ସୁଆଦିଆ ଲାଗେ। ମୋତେ ଚଟଣି କରି ଖାଇଲେ ବଢ଼ିଆ ଲାଗେ। ତୁ କ'ଣ ମୋ ଠାରୁ ଭଲ? ମୋତେ ଖାଇଲେ ଆଖିକୁ ଭଲ ଦେଖାଯାଏ। ମୋର ରଙ୍ଗ ଏତେ ସୁନ୍ଦର ଯେ ଯିଏ ଦେଖିବ ଅଟକି ଯିବ। ମୋ ଭଜା ଭାରି ସୁଆଦ ଲାଗେ। ମୋ ପାଟିରେ ଲାଳ ବାହାରେ। ପିଲାମାନେ ଆନନ୍ଦରେ ଗାଆନ୍ତି, ଆହା କି ମଜା କଦଳୀ ଭଜା। ମୋତେ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଖାଆନ୍ତି। ପାଚିଲେ ତ ମୋ କଥା କୁହନା, ଏମିତି ମିଠା ଯେ ଲୋକମାନେ ମୋତେ ଭାରି ଭଲ ପାଆନ୍ତି। ଲୋକମାନେ ମୋତେ କଞ୍ଚାରେ ଖାଆନ୍ତି, ପାଚିଲା ହେଲେ ବି ଖାଆନ୍ତି। ମୋ ଗୁଣ କ'ଣ କମ୍ କି? ହେଲେ କ'ଣ ହେଲା, ମୋତେ ଯେ ତରକାରୀ ଡାଲମା ଭଜା କରି ଖାଇବ ଜାଣିଥିବ ମୋ କଥା। ମୋତେ କଞ୍ଚାରେ ସାଲଡ଼ କରି ଖାଇଲେ ଭଲ ଲାଗେ। ମୋତେ ହାଲୁଆ କରି ଯିଏ ଖାଇଥିବ ସେ କେବେ ବି ଭୁଲିବନି। ମୁଁ ହେଉଛି ପରିବାମାନଙ୍କର ରାଜା। ମୋତେ ତରକାରୀ ପକାଯାଏ, ଭଜାରେ ପକାଯାଏ। ପିତା ଦେହ ପାଇଁ ହିତ। ମୋତେ ଖାଇଲେ କୁର୍ମି ହୁଏ ନାହିଁ କି ଚର୍ମ ରୋଗ ହୁଏ ନାହିଁ। କ'ଣ ମୂଳା ମହାଶୟ, ତମେ କିଛି କ'ଣ କହିବନି ନା କ'ଣ? ମୁଁ ତ ମୂଲା ମୋତେ କଞ୍ଚା ଖାଇଲେ ରକ୍ତ ସଫା ହୁଏ। ମୋତେ ତରକାରୀ କରି ଖାଇଲେ ଖାଦ୍ୟ ହଜମ ହୁଏ। ସଭା ଶେଷରେ ସଭାପତି ଆମ୍ବ ନିଜର ମତାମତ ରଖିଲେ ଯେ, ଦେଖିଲ ମୂଳା ପାଖରେ କେତେ ଭଲ ଗୁଣ ଥାଇ ମଧ୍ୟ ଗର୍ବ ନାହିଁ। ଆମ ସମସ୍ତଙ୍କୁ ମଣିଷର ସେବା କରିବା ପାଇଁ ଭଗବାନ ପଠାଇଛନ୍ତି। ଆମେ ଯଦି ମିଳିମିଶି ଚଳିବା ମଣିଷକୁ ରୋଗ ଦାଉରୁ ରକ୍ଷା କରିପାରିବା। ଏବେ ସଭା ସମାପ୍ତ ହେଲା।